ପର୍ଯ୍ୟଟନର ଗୁରୁତ୍ୱ ମଣିଷ ଜୀବନରେ ଏହାର ମହାର୍ଘତାକୁ ଉପଲବ୍ଧି କରି ଏସ୍ପୋର୍ଟ ଅଗଷ୍ଟାଇନ୍ ମନ୍ତବ୍ୟ ଦେଇ କହିଥିଲେ, ପୃଥିବୀ ଏକ ବିରାଟ ଗ୍ରନ୍ଥ। ଯେଉଁମାନେ ଘର ମଧ୍ୟରୁ ବାହାରକୁ ପାଦ କାଢ଼ି ନାହାନ୍ତି, ସେମାନେ ଏହି ବିଶାଳ ଗ୍ରନ୍ଥର ଗୋଟିଏ ପୃଷ୍ଠା ମଧ୍ୟ ଅଧ୍ୟୟନ କରିପାରେ ନା। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମଧ୍ୟ ପୃଥିବୀକୁ ଏକ ପୁସ୍ତକ ସହିତ ତୁଳନା କରି ତାର ପରିଭ୍ରମଣରେ ଜ୍ଞାନର ପରିସର ବୃଦ୍ଧି ହୋଇଥାଏ ବୋଲି କହିଛନ୍ତି। ତାଙ୍କ ଭାଷାରେ ପୃଥିବୀରେ ଗୋଟିଏ ମାତ୍ର ବହି ଅଛି, ଯାହାର ନାମ 2ଟି ପୃଷ୍ଠାର ବହି। ଏହି ବହିର ଗୋଟିଏ ପୃଷ୍ଠା ଆକାଶ ଓ ଅନ୍ୟ ପୃଷ୍ଠାଟି ମାଟି। ଏହି 2 ପୃଷ୍ଠାକୁ ସମଗ୍ର ଜୀବନ ବିନିମୟରେ ଅଧ୍ୟୟନ କରାଯାଇପାରେ ନାହିଁ। ଚୀନ ଦେଶରେ ଗୋଟିଏ ରୂଢ଼ି ଅଛି, ବର୍ଷେ ବାହାରେ ବୁଲି ଆସିବାର ଅନୁଭୂତି 5 ବର୍ଷର ବିଦ୍ୟାଳୟ ପ୍ରଦତ୍ତ ଜ୍ଞାନ ସହିତ ସମାନ। ସେହିପରି ଓଡ଼ିଆରେ ମଧ୍ୟ କଥନଟିଏ ପ୍ରଚଳିତ ଅଛି ଯେ ଟଙ୍କାକ ପଛେ ବାରଣା ହେଉ, ପୁଅ ଯାଇ ଆସି ସିଆଣା ହେଉ। ଏହିସବୁ ଦୃଷ୍ଟିକୋଣରୁ ବିଚାର କଲେ ଭ୍ରମଣର ଗୁରୁତ୍ୱ ସର୍ବଜନ ସ୍ୱୀକୃତ। ବ୍ୟକ୍ତି ନିଜକୁ ଉନ୍ନତତର ଓ ପ୍ରଗତିଶୀଳ ଭାବରେ ଗଢ଼ି ତୋଳିବା ପାଇଁ ଭ୍ରମଣ କରିବା ଏକାନ୍ତ ଜରୁରୀ।